केदारनाथ जावाक हेले प्रथम 4 कोणिया छक पड़ो बंधु मुझे आपको स्वागत करुच्ची एक नुआ ब्लॉग रे आम ए मिनी केदारनाथ जीवु ओडिशार प्रथम केदारनाथ देखु जावाक हेले प्रथम आमको ये स्थान दे आसवे सियाड़ू पैदा आड़ू याड़ू गजीखाल आड़ू देखु ये गोटे फॉरेस्ट ऑफिस अच्छी यही बाटे आपण जापर सर्टकट रे चल राजू देखो ये गली दे आपको जावाक पड़ो ये रोड रे एते सुविधा है जीवाई आपण टिके रोड रे सावधान से जावाक पड़ो चलते मिनी केदारनाथ जावाक हेले आपन फास्ट अभयपुर तापर चंदनपड़ा आसिया पड़ो छकरू 4 कोणिया छक थी जापर ये गोटे सीधा रोड पड़ो बरांग गाँ भर को जहाँ लोक भी बरांगी कहते देखु आपण मैंने ये फास्ट महादेव मंदिर पड़ो छकरे कपिलास गला 12 बंकाणी पड़े किंतु एठी 100 बंकाणी मैंने पड़ज बोधे जाऊ देखो खाली बंकाणी पर बंकाणी पड़ी चली ए पाखे आसिले मिनी केदारनाथ मिनी केदारनाथ व जगदीश्वर धाम रे आम ए पहुँची सारू पहुँचु आम आगू को देखू कौन माने सब कौन हवा जाऊँगी एवं आम आपण मंदिर आग भिडियो देखो ये भोग दुकान किसी अच्छी आप किपर देखो लोकों संख्या केते मात्रा रे गाड़ी देखु आम बंधु मैंने प्रथम पहुँचा पर आम ए भर को जीवु इे एबाटे सीधा रोड आसवाई एवं देखो लोकों संख्या भी भीड़ ये आम भर को जावाई प्रवेश करिया एटी लेखा जगदीश्वर धाम बारंग जहाँ को भी ग्रामवासी मैंने बरांगी कहते एवं चलते ए आगू जा राजुआर मोर आगू जीव चलते ए आगू को जा भर को जा प्रथम ये जोता हल जोता को ये फास्ट थोबे तापर जी जे दान कथा करेंगे भर को ने देखते लाइट ये कूओ हो पूर्वर मंदिर को जावा पूर्व हाथ धोईकी जा भर को चलते आम हाथ धोवा हाथ गोड़ एवं गणेश को नमस्कार हवा प्रणाम करी भर को जा एठी भी जल पानी व्यवस्था है जी भी गोड़ धोई पारे जी टैप न मोड़ी पारे आ मंदिर पवित्रता देखो लोक भी जाऊँच आज अष्टी भर को जीवार समय आसला भर को जा एबे देखो किपर सुंदर भाव में 2-3 कोटी पत्थर खर्च हो नंदी को आम नमस्कार होगी भर को जा चलतु भर को जा मंदिर दृश्य बहुत सुंदर एटा ओडिशार सेकेंड सॉरी भारतर सेकेंड मिनी केदारनाथ देखु भोलाशंकर अच्छा जगदीश्वर जगदीश्वर को आपना देखेबी जूम करी चलो देखो
ବା ଜଗଦୀଶ୍ୱର। ନନା ଏଠି ଚନ୍ଦନ ଇଏ ମାରୁଛନ୍ତି। ଜଗଦୀଶ୍ୱର ହୋଇଛି ସେ ଜଗତର ଈଶ୍ୱର, ଯେତିକି ମାନେ ମାନବ ଅଛନ୍ତି ଜଗଦୀଶ୍ୱର ତାଙ୍କ ଲାଗି ହୋଇଛି। ଭଗବାନଙ୍କର ସହସ୍ର ନାମ ମଧ୍ୟରୁ ଜଗଦୀଶ୍ୱର ଅନ୍ୟତମ। ଏବେ ନନା ଆମକୁ ଲଗାଇଥିଲେ ଜଗଦୀଶ୍ୱର ବାବାଙ୍କର ତ୍ରିଶୂଳ ମଥାରେ ଏବଂ ଆମେ ହନୁମାନ ମନ୍ଦିରକୁ ଯିବା। ଏବେ ଚାଲନ୍ତୁ ବଜରଙ୍ଗବାଲିଙ୍କର ଦର୍ଶନ କରିବା, ପ୍ରଣାମ କରିବା। ତାପରେ ଦେଖନ୍ତୁ ଜଗଦୀଶ୍ୱର ଧାମ ଆଉ ଜଗଦୀଶ୍ୱର ବାବାଙ୍କର ଏକ ମୂର୍ତ୍ତି ବେକଠୁ ମସ୍ତକ ଯାକେ ଏବଂ ସୁନ୍ଦର ପରିବେଶରେ ଗଢ଼ି ଉଠିଛି। ଏବଂ ଦେଖନ୍ତୁ ଇଏ ହେଉଛି ଏଠି ବସିବା ପାଇଁ ବି ବ୍ୟବସ୍ଥା ହୋଇଛି ଏବଂ ସୁନ୍ଦର ପୁଷ୍କରିଣୀଟି ବି ହୋଇଛି। ସେଠାରେ ଏକ ସୁନ୍ଦର ମିନି କେଦାରନାଥ ଆକୃତିର ସେମିତି ମନ୍ଦିରଟି କରାଯାଇଛି ଡଙ୍ଗା ସାହାଯ୍ୟରେ, ବୋଇତ ସାହାଯ୍ୟରେ। ଦେଖନ୍ତୁ ମନ୍ଦିର ଚାରିକର ଏବେ ଖୁସିରେ ବହୁତ ବସିଛନ୍ତି। ଫୁଲ ଗଛ ବି ଲାଗିଛି ଚାରିକର ଏବଂ ମନ୍ଦିରରେ ସମସ୍ତେ ଫଟୋ ବି ଉଠାଉଛନ୍ତି। ଚାଲନ୍ତୁ ଆମେ ଯିବା ସେଇଠି ଯେଉଁଠି ଏବେ ଡିଜାଇନ୍ ଆହୁରି କରିଦେଇଛନ୍ତି, ଆଗରୁ ନଥିଲା। ମାନେ କାଠ ଦେହରେ ସେଠି ପଥର ଦେହରେ ପାଣି ବାହାରୁଛି ପାହାଡ଼ରୁ, ଝରଣା ଟାଇପ୍ର, ଆଉ ସାପ ଗୁରେଇଛି। ଦେଖନ୍ତୁ କିପରି ସୁନ୍ଦର ଦେଖାହେଉଛି ଏ ଦୃଶ୍ୟ। ଭୋଗ ଦୋକାନ ବି ଏଠି ଅଛି, ଆପଣ ଭୋଗ ବି କିଣିପାରିବେ, ଠାକୁରଙ୍କ କତିକି ନେଇପାରିବେ। ଆଉ ଏଠି ବି କି ମନ୍ଦିର ହେଇଛି ଚାଲନ୍ତୁ ଦେଖିବା। ମନ୍ଦିର ଚାରିକର ଧାନ ବିଲ। ଏଠି ଗୋଟେ ମନ୍ଦିର ହେଇଛି ବସିଛନ୍ତି। ଏଠି ଭୋଗ ପ୍ରସାଦ ତିଆରି ହେଉଛି, ଯିଏ ବି ଯାଇ ଖାଇପାରିବେ, ପ୍ରତିଦିନ ହେଉଛି। ଏବଂ ଚାଲନ୍ତୁ ମନ୍ଦିର ଆଡ଼କୁ। ଇଏ ହେଉଛି ବାବାଙ୍କର ତ୍ରିଶୂଳ ଆଉ ପଥର, ଯେମିତି କେଦାରନାଥରେ ଅଛି ସେମିତି ଏଠି ଟିକେ ଛୋଟ ଇଏର ଅଛି, ମିନି କେଦାରନାଥ ସେଥିପାଇଁ ହେଇଛି ନା। ଏଠି ଦେଖନ୍ତୁ ଏ ଯେଉଁ ଲାଇଟ୍ ଦେଖାଯାଉଛି, ଏ ଲାଇଟିଂ ଶୋ ରାତିରେ ଭଲ ଭାବରେ ହେବ, ନାଲି ନେଳି ଭାବରେ। ଆମେ ଏଇନା ତ ଦିନରେ ବୋଲି ଦେଖିପାରୁନୁ ଭିଡ଼ିଓଟା, ଆପଣଙ୍କୁ ପରେ ଦେଖେଇବୁ। ଏବଂ ଦେଖନ୍ତୁ ଏଠି କୂଅଟି ଖୋଳା ହେଇଛି ଆଗରେ, ମନ୍ଦିର ଆଗରେ। କ'ଣ ପାଇଁ କେଜାଣି ଡିଜାଇନ୍ କରିବା ପାଇଁ ବୋଧେ, ପାଣି ସିଷ୍ଟମର। ଆଉ ଇଏ ହେଉଛନ୍ତି ମା ପାର୍ବତୀଙ୍କ ମନ୍ଦିରରେ ଆମେ ପହଞ୍ଚିଗଲୁ। ମା ପାର୍ବତୀଙ୍କ ଦର୍ଶନ କରିବୁ, ତାପରେ ଆମେ ଆଗକୁ ଯିବା। ମାତା ପାର୍ବତୀ ଏଠି ଅଛନ୍ତି। ଆମେ ପ୍ରଣାମ ନେଇ ପୁଣି ବାହାରିଲୁ ଘରକୁ ଯିବା ପାଇଁ। ଘରକୁ ଯିବାର ସମୟ ଆସିଗଲାଣି। ଏବଂ ଦେଖନ୍ତୁ ଲୋକଙ୍କ ସଂଖ୍ୟା ବି ସେମିତି ବଢ଼ିଛି, ଲୋକ ଯାଉଛନ୍ତି ଆଉଛନ୍ତି। ଇଏ ଗୋଟେ ପୁରା ଆଶ୍ଚର୍ଯ୍ୟଜନକ ଭୟଙ୍କର ଦୃଶ୍ୟ ଏବଂ ଆପଣ ପୁରା ଚମତ୍କାର ଜିନିଷ ଆପଣ ଦେଖିଲେ ଚକିତ ହୋଇଯିବେ, କିପରି ସୁନ୍ଦର ଭାବରେ ଗଢ଼ି ଉଠିଛି। ଏ ଦେଖନ୍ତୁ ଏ ଋଷିଙ୍କର ପାଇଁ ରହିବା ପାଇଁ ଯଜ୍ଞ ପାଇଁ, ଏଇଟା ସେଇ ଯଜ୍ଞ ସମୟରେ ଏବେ ମାଳ ଫାଳ ହୋଇଯାଇଛି। ସେ ସମୟ ଆସିଲେ, ଯଜ୍ଞ ଟାଇମ୍ ଆସିଲେ ଏହାକୁ ପରିଷ୍କାର କରାଯିବ। ଦେଖନ୍ତୁ ଏ ସିଧା ଫ୍ରଣ୍ଟ ରୋଡ଼ ପଡ଼ିଛି, ମାନେ ସିଧା ଯାଇପାରିବେ ଆପଣ। ଏବଂ ଆମେ ଏବେ ବାହାରିଲୁ ଯିବା ପାଇଁ। ଇଏ ହେଉଛି ପର୍ବତ ଚାରିକର, ଜଗଦୀଶ୍ୱର ଧାମ ଚାରିକର। ଏଇ ଶସ୍ୟ ଶ୍ୟାମଳ ମଝିରେ ବାବାଙ୍କର ଆବିର୍ଭାବ, ଜଗଦୀଶ୍ୱରଙ୍କର ଏଇ 2025 ଆରମ୍ଭରେ ଜଗଦୀଶ୍ୱର ବାବାଙ୍କର ପ୍ରତିଷ୍ଠା ହେଇଛି। ଯୁଗ ଯୁଗ ପାଇଁ ମନ୍ଦିର ରହିବ। ଏବଂ ଆମେ ସାଡ଼େ ସେକରେ ଯାଇଥାନ୍ତୁ, ରାଜୁ ଭାଇ କହିଲାଠୁ ଆମେ ଜଙ୍ଗଲ ବାଟ ଦେଇଯିବୁ
ଏବଂ ଏଠି ନଳିତା ଗ୍ରାମ ପଡ଼ୁଛି ତାଙ୍କ ପ୍ରାଇମେରୀ ସ୍କୁଲ ପ୍ରାଥମିକ ବିଦ୍ୟାଳୟ। ଏବେ ଦେଖନ୍ତୁ କଣ୍ଟିଜୋର ପହଞ୍ଚିଗଲେ। କଣ୍ଟିଜୋରରେ ହାଣ୍ଡିଆ ଆପଣ ବି ପିଇପାରିବେ। ଦେଖନ୍ତୁ ଏଠି ହାଣ୍ଡିଆ ଏଠି ମିଳିବ, ଯିଏ ପିଇବାକୁ ଚାହିଁବେ ପିଇପାରିବେ। ଆମେ ପିଇଲୁନୁ। ଏବେ ଆମେ କଣ୍ଟିଜୋରରୁ ବାହାରିଗଲୁ। ରାଜୁ ଭାଇ ଗଲେ ଫଟୋ ଉଠାଇବାକୁ। ଧନ୍ୟବାଦ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାରି ଜଣାନ୍ତୁ। ଏବେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।